144 ବର୍ଷର ଅପେକ୍ଷା ଓ ସ୍ୱପ୍ନ ପୂରଣ ହୋଇଛି 2025 ମସିହାର ମହାକୁମ୍ଭ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି 144ରେ ପଦାର୍ପଣ କରିଥିବା ମହାକୁମ୍ଭ 2025। ଏହା ଜାନୁଆରୀ 3 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 26 ତାରିଖରେ ସମାପ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ପାଳି ଅଥବା ମାଘ ସପ୍ତମୀ ଶୁଭମୁହୂର୍ତ୍ତ 2025 29 ତାରିଖକୁ ଅପେକ୍ଷା କରି ରହିଥିବା 4.5 କୋଟି ଓଡ଼ିଆଙ୍କୁ ବାଦ ଦେଇ ଅନ୍ୟାନ୍ୟ ପ୍ରଦେଶ ଓ ରାଜ୍ୟର ପ୍ରାୟ 10 କୋଟି ହିନ୍ଦୁ ମାତା ଗଙ୍ଗାଙ୍କ ଗର୍ଭରେ ନିଜର ଅଦୃଶ୍ୟରେ କରିଥିବା ପାପର କ୍ଷମା ପାଇଁ ସ୍ନାନ କରି ତିଳତର୍ପଣ କରିଥିବା ଏକ ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ସମୟ ବା ଦିନ ମଣିଷଙ୍କ ଜୀବନରେ କେବେ ଆସୁନଥିବା ଅନ୍ଧବିଶ୍ୱାସ ହେଉ ଅବା ପୌରାଣିକ ତଥ୍ୟ ହେଉ, ଲୋକେ ବହୁ କଷ୍ଟ କରି 30ରୁ 40 କିଲୋମିଟର ଚାଲି ଚାଲି ଆସୁଥିବା ନଜରରେ ରହିଥିଲା, ଯାହା ଏତେ ସଂଖ୍ୟା ଲୋକଙ୍କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ପୋଲିସ ପ୍ରଶାସନ ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥ। ଆଗକୁ ଅପେକ୍ଷା ଫେବୃଆରୀ 26 ତାରିଖ ସମାପନ ଦିବସରେ କେତେ ଶ୍ରଦ୍ଧାଳୁ ମାତା ଗଙ୍ଗାଙ୍କ ଦର୍ଶନ ପାଇଁ ଆସିବେ। ରମେଶ ପ୍ରଧାନଙ୍କ ରିପୋର୍ଟ, ସଂସ୍କାର ଟିଭି, ଓଡ଼ିଶା।